ଆଜିର ଅନୁଚିନ୍ତା ସଫଳତାର ରହସ୍ୟ। ଜଣେ ରାଜା ଥିଲେ। ସେ ନିଜର ସୁରକ୍ଷା ଲାଗି ଅଙ୍ଗରକ୍ଷୀ ନିଯୁକ୍ତ କଲେ। ସେଥିଲାଗି ଜଣେ ପାରଙ୍ଗମ ଧନୁର୍ଦ୍ଧର ନିଯୁକ୍ତି ପାଇଲେ। ଯୁବକର ଯୁଦ୍ଧକଳା ପ୍ରଦର୍ଶନୀରେ ରାଜା ହତଚକିତ ହୋଇଗଲେ। ତାକୁ ଅଭିନନ୍ଦନ ଜଣାଇବା ବେଳେ ରାଜା କହିଲେ, ଧନ୍ୟ ତୁମର ପାରଦର୍ଶିତା। ତୁମେ ଏଭଳି ଚମତ୍କାରୀ କୌଶଳ ହାସଲ କଲ କିପରି? ତୁମେ ଦିନକୁ କେତେ ସମୟ ଅଭ୍ୟାସ କର? ଏହା ଶୁଣି ଯୁବକ କହିଲା, ମହାରାଜ, ଆପଣ ମୋତେ ଏଭଳି ପ୍ରଶଂସା କରୁଥିବାରୁ ମୁଁ କୃତଜ୍ଞ। କିନ୍ତୁ ମୁଁ ଏହାର ହକଦାର ନୁହେଁ। ମୁଁ ପ୍ରତିଦିନ ପ୍ରାଣମୂର୍ଚ୍ଛା ଅଭ୍ୟାସ କରେ ସତ, କିନ୍ତୁ ମୋ ସଫଳତାର એકମାତ୍ର ହକଦାର ହେଉଛନ୍ତି ଈଶ୍ୱର। ତାଙ୍କ କୃପା ନ ରହିଲେ ଜଣେ ଯେତେ ଅଭ୍ୟାସ କଲେ ବି ଅସଫଳ ହୋଇପାରେ। ଏ କଥା ଶୁଣି ରାଜା କିଛି ସମୟ ପାଇଁ ନୀରବ ହୋଇଗଲେ। ସେ କହିଲେ, ଯୁବକ, ତୁମର ଆତ୍ମବିଶ୍ୱାସ ନାହିଁ। ଏଭଳି ସ୍ଥିତିରେ ମୁଁ ତୁମ ଉପରେ ଭରସା ରଖିପାରିବି କେମିତି? ତେଣୁ ତୁମକୁ ନିଯୁକ୍ତି ଦେବା ଠିକ୍ ହେବ ନା ନାହିଁ ତାହା ମୁଁ ମୋ ଗୁରୁଙ୍କ ପରାମର୍ଶ ପରେ ହିଁ ବିଚାର କରିବି। ଏହାପରେ ରାଜା ଗୁରୁଙ୍କୁ ଭେଟି ଏସବୁ କଥା କହିଲେ। ଗୁରୁ କହିଲେ, ଯୁବକଟି କେବଳ ଜଣେ ଉଚ୍ଚକୋଟୀର ଧନୁର୍ଦ୍ଧର ନୁହଁ, ସେ ମଧ୍ୟ ଜଣେ ପ୍ରକୃତ ଜ୍ଞାନୀ ଯୁବକ। ତାଙ୍କୁ ହିଁ ତୁମ ପାଖରେ ରଖ। ରାଜା କହିଲେ, କିନ୍ତୁ ତାର ନିଜ ଉପରେ ଭରସା ନାହିଁ। ଈଶ୍ୱରଙ୍କ ଆଶୀର୍ବାଦ ତା ଉପରେ ସବୁବେଳେ ରହିବ ବୋଲି କ'ଣ ନିଶ୍ଚିନ୍ତ କରି କହିହେବ? ଗୁରୁ କହିଲେ, ସେହି କାରଣରୁ ତ ମୁଁ କହିଲି ସେ ଜଣେ ପ୍ରକୃତ ବିଦ୍ୱାନ। କାରଣ ନିଜ ଉପରେ ତୁମ ସମସ୍ତ ବିଶ୍ୱାସ ଥିବା ସତ୍ତ୍ୱେ ତୁମେ ବିଫଳ ହୋଇଯାଇପାର। ଯେଉଁ ବ୍ୟକ୍ତି କେବଳ ନିଜ ସାମର୍ଥ୍ୟକୁ ନେଇ ସମ୍ପୂର୍ଣ୍ଣ ଆସ୍ଥାବାନ ରୁହେ ଓ ଦୈବୀ ସମ୍ଭାବନାକୁ ଅଣଦେଖା କରେ, ସେ କେବଳ ଅହଙ୍କାରୀ ନୁହେଁ, ନିର୍ବୋଧ ମଧ୍ୟ। କାହାଣୀଟି ଯଦି ପସନ୍ଦ ଆସିଛି ତାହେଲେ ଭିଡ଼ିଓଟିକୁ ଲାଇକ୍ କରିବେ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ। ନମସ୍କାର। ଜୟ ଜଗନ୍ନାଥ।